ନାଇଁ ଶୁଣନ୍ତୁ, ମୁଖ୍ୟ ପ୍ରଶାସକ ମାନ୍ୟବର ସୁପ୍ରିମକୋର୍ଟର ଏହା ନିର୍ଦ୍ଦେଶ। କିଛି ଦିନ ପାଇଁ ମୁଖ୍ୟ ପ୍ରଶାସକ ଜଣେ ଦାୟିତ୍ୱ ଦିଆଗଲା, ଆମେ ଦେଖିଲେ, ତାପରେ ସେ ବନ୍ଦ। ପୁଣି ଯାହାଙ୍କୁ ଏନେ ଦାୟିତ୍ୱ ଦିଆଯାଇଛି ତାଙ୍କର ପୂର୍ତ୍ତ ବିଭାଗ ଦାୟିତ୍ୱରେ ଅଛନ୍ତି, ଇଆଡ଼େ ମୁଖ୍ୟ ପ୍ରଶାସକ। ତେଣୁକରି ଯେତେବେଳେ ନୂଆ ସରକାରଟି ଆସିଛନ୍ତି, ମୁଁ ଭାବୁଛି ଖୁବ୍ ଶୀଘ୍ର ଗୋଟେ ମୁଖ୍ୟ ପ୍ରଶାସକ ଦାୟିତ୍ୱ ଆସିବ। କାହିଁକିନା ସେମାନେ ଆଇଲେ, ଯିଏ ବି ଜଣେ ମୁଖ୍ୟ ପ୍ରଶାସକ ଦାୟିତ୍ୱରେ ଆଇଲେ, ମନ୍ଦିରରେ ବହୁତ ଗୁଡ଼ିଏ ଜିନିଷ ଅଛି, ବହୁତ ପ୍ରକାର ଯେଉଁ ପ୍ରକାର ଭାବରେ ମୋବାଇଲ ନେଲେ, କିଏ ପାନ ଛେପ ପକେଇଲେ, ଏବଂ ମନ୍ଦିର ଭିତରେ ଅଫିସରେ ବହୁତ ଗୁଡ଼ିଏ କର୍ମଚାରୀଙ୍କ ଅଭାବ, ଏ ସମସ୍ତ ଜିନିଷ କେହି ଦେଖୁନାହାନ୍ତି, କେଉଁଠି ପୂରଣ ହୋଇନାହିଁ। ତେଣୁକରି ମୁଁ ଆଶା କରୁଛି ଯଦି ନୂଆ ସରକାର ଆସିଛନ୍ତି ୟା ଉପରେ ପଦକ୍ଷେପ ନିଅନ୍ତୁ ଏବଂ ରଥଯାତ୍ରା ପୂର୍ବରୁ ଏବଂ ମୁଖ୍ୟ ପ୍ରଶାସକ ଜଣେ ଏବଂ ନୀତି ଆମର ସହ ପ୍ରଶାସକ ଯେଉଁ ଅଛି ଖାଲି ପୋଷ୍ଟ ତାକୁ ତୁରନ୍ତ କରାଯାଉ। କାହିଁକିନା ବହୁତ ଗୁଡ଼ିଏ କାମ ମନ୍ଦିର ଭିତରେ କୌଣସି ସେବାୟତଙ୍କର କିଛି କାମ ହେଉନି, କର୍ମଚାରୀଙ୍କର ହେଉନି, ରେଭିନ୍ୟୁ ତ ସମ୍ପୂର୍ଣ୍ଣ ଠପ୍ ହେଇଯାଇଛି। ବର୍ତ୍ତମାନ ଯେଉଁ ଘର ଦ୍ୱାର ଯେଉଁ ଲୋକମାନଙ୍କର ଜମିବାଡ଼ିର ସମସ୍ୟା ରହିଛି, ସେ ଗୋଟେ ସରକାର କହିଦେଇ ଗଲା ବହୁତ କଥା, ସେ ଜିନିଷ ହେଲା ନାହିଁ। ପୁଣି ନୂଆ ସରକାର ଆଇଲା, ଆମେ ତାଙ୍କୁ ଅପେକ୍ଷା କରିବା କେତେ ଦିନ ଭିତରେ କ'ଣ କରୁଛନ୍ତି। ମୁଖ୍ୟ ପ୍ରଶାସକ ନାହାନ୍ତି, ହବ କ'ଣ, କିଛି ହବାର ନାହିଁ। ଯଦି ଯେତେ ଶୀଘ୍ର ହଉ ଆମେ ଅନୁରୋଧ କରିବା ନୂଆ ସରକାରକୁ ମୁଖ୍ୟ ପ୍ରଶାସକ ଏବଂ ସହ ପ୍ରଶାସକ ସବୁ ତୁରନ୍ତ ତାକୁ ଇଏ କରନ୍ତୁ ଏବଂ ଯେତେକ ମନ୍ଦିରରେ ଯାହା ସବୁ ଅଛି ବିଭିନ୍ନ ସମସ୍ୟା ତାକୁ ଶୀଘ୍ର ସମାଧାନ ହଉ। ଶୁଣ, ଯୋଜନା ତ ବହୁତ ହେଉଛି ମନ୍ଦିରରେ, ସ୍ଥାୟୀ ମୁଖ୍ୟ ପ୍ରଶାସକ ନ ରହିଲେ କ'ଣ ଯୋଜନା କାର୍ଯ୍ୟକାରୀ କରିବ। ଯେଉଁମାନେ ଆସୁଛନ୍ତି ଅସ୍ଥାୟୀ ଭାବରେ ଆଇଲେ, ସେମାନେ ଭୁବନେଶ୍ୱରରେ ରହିଲେ, ସେମାନେ ଜମା ଆସିଲେନି, ଏମିତି ଦାନି ଯାତ୍ରା ଗୋଟେ ଦିନ ଆଇଲେ, ସଭାଟେ କରିଦେଇକି ଗଲେ, ତାଙ୍କ କାମ ଲିଭେଇ ଦେଲେ। ଏଇଟା ଠିକ୍ ନୁହେଁ। ଗୋଟେ ସ୍ଥାୟୀ ଯାହା ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛି ସେହି ଅନୁସାରେ କାମ ହଉ, ରଥ ପୂର୍ବରୁ ସ୍ଥାୟୀ ମୁଖ୍ୟ ପ୍ରଶାସକ ଦିଆଯାଉ। ନାଇଁ, ସବୁ ଜିନିଷ ଆପଣ ବାସଗୃହ ସେବାୟତ ମାନଙ୍କର ସ୍କୁଲ ଗୁରୁକୁଳ ଏ ବର୍ତ୍ତମାନ ସବୁ ବନ୍ଦ ହେଇ ପଡ଼ିଛି, କିଛି କାର୍ଯ୍ୟକାରୀ ହେଇନି। ଖାଲି ମାନେ ଗୋଟେ ପରିଚାଳନା କମିଟି ଆଇଲେ ବହୁତ ବିଷୟରେ ଆଲୋଚନା ହେଉଛି, ତାପରେ କାମ ପୁରା ଶୂନ। ସ୍ଥାୟୀ ମୁଖ୍ୟ ପ୍ରଶାସକ ନହେଲେ ତ ରତ୍ନଭଣ୍ଡାର ନିଷ୍ପତ୍ତି ହେଇପାରିବନି। ତେଣୁକରି ରତ୍ନଭଣ୍ଡାର ନିଷ୍ପତ୍ତି କାଲି ଆମେ ଶୁଣିଲୁ, ଖୁବ୍ ଶୀଘ୍ର ହେବ। ତେଣୁକରି ଆମେ ଆଶା କରୁଛୁ ନୂଆ ସରକାରଙ୍କଠୁ ଯାହା ଯାହା ଦାବି ଅଛି ସେଗୁଡ଼ା ପୂରଣ ହଉ, ଖୁବ୍ ଶୀଘ୍ର ସ୍ଥାୟୀ ସଭାପତି ନିଯୁକ୍ତି ଦିଆଯାଉ। ସ୍ଥାୟୀ ମୁଖ୍ୟ ପ୍ରଶାସକ